ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଦର୍ଶକ ବନ୍ଧୁ, ଆପଣମାନଙ୍କ ପାଖରେ ପାନ୍ କାର୍ଡ଼ ନିହାତି ଥିବ ଏବଂ ବର୍ତ୍ତମାନ ପାନ୍ କାର୍ଡ଼ ଗୋଟେ ଆପଣମାନଙ୍କର ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ହିସାବରେ ବିଭିନ୍ନ ଜାଗାରେ ଯାହାକି ବିଭିନ୍ନ ସମୟରେ ଆମର ଦରକାରରେ ଆସିଥାଏ। କିନ୍ତୁ କୌଣସି କାରଣବଶତଃ ଯଦି ଆପଣମାନଙ୍କର ପାନ୍ କାର୍ଡ଼ଟି ହଜିଯାଉଛି ବା ଆପଣମାନଙ୍କର ପାନ୍ କାର୍ଡ଼ଟି କୌଣସି କାରଣରୁ ଭାଙ୍ଗି ଯାଉଛି, ତାହେଲେ ସେ ସମୟରେ ଆମେ କେମିତି ପାନ୍ କାର୍ଡ଼କୁ ବାହାର କରିବା, ଏନେଇ ବହୁତ ସମୟରେ ଆପଣମାନଙ୍କ ମନରେ ଡାଉଟ୍ ଥାଏ। କାରଣ ଦେଖନ୍ତୁ, ଆମର ଯେଉଁ ପାନ୍ କାର୍ଡ଼ଟି ରହିଛି, ଯଦି ଆପଣମାନେ ଗୋଟେରୁ ଅଧିକ ପାନ୍ କାର୍ଡ଼ ନିଜ ନାମରେ କରୁଛନ୍ତି, ତାହେଲେ ଇନକମ୍ ଟ୍ୟାକ୍ସର ରୁଲ୍ ଅନୁସାରେ ଆପଣମାନଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବା ସହିତ ଆପଣମାନଙ୍କୁ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ। ତେଣୁ ଯେତେବେଳେ ଆପଣମାନଙ୍କର ପାନ୍ କାର୍ଡ଼ଟି ହଜିଯାଉଛି, ତ ସେ ସମୟରେ ଆପଣମାନେ ନୂଆ ପାନ୍ କାର୍ଡ଼ ନ ବନେଇ କେମିତି ପୁରୁଣା ପାନ୍ କାର୍ଡ଼କୁ ଡାଉନଲୋଡ୍ କରିପାରିବେ, ଆସନ୍ତୁ ଆଜିର ଏହି ଭିଡ଼ିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ଏବଂ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଯଦି ଆପଣମାନେ ଏହି ଭିଡ଼ିଓଟି ଦେଖୁଛନ୍ତି, ତାହେଲେ ନିହାତି ଗୋଟେ ଫଲୋ କରିଦେବେ, ଯାହାଦ୍ୱାରା କି ବହୁତ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନେ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ସର୍ବପ୍ରଥମେ ଦେଖନ୍ତୁ, ପାନ୍ କାର୍ଡ଼ ଆପଣମାନେ ଯେତେବେଳେ ବନଉଛନ୍ତି, ତ ସବୁବେଳେ ଆପଣମାନଙ୍କର ପାନ୍ କାର୍ଡ଼ର ଆବଶ୍ୟକତା ଯେତେବେଳେ ପଡ଼ୁଛି ବା ପାନ୍ କାର୍ଡ଼ ଆପଣମାନଙ୍କର ଯେତେବେଳେ ଦରକାର ହେଉଛି, ସେ ସମୟରେ ଆପଣମାନେ ମ୍ୟାକ୍ସିମମ୍ ଜାଗାରେ ଯାଇକି ଜେରକ୍ସ ବ୍ୟବହାର କରିଥାନ୍ତି। କିନ୍ତୁ କୌଣସି କାରଣବଶତଃ ଯଦି ଆପଣମାନଙ୍କର ଅରିଜିନାଲ ପାନ୍ କାର୍ଡ଼ଟି ହଜିଯାଉଛି, ତାହେଲେ ସେ ଅରିଜିନାଲ ପାନ୍ କାର୍ଡ଼ ଆପଣମାନେ କେମିତି କମ୍ ସମୟ ମଧ୍ୟରେ, ଯେଉଁଟାକି କମ୍ ପଇସାରେ ପାଇପାରିବେ, ସେ ବିଷୟରେ ଆଜିର ଭିଡ଼ିଓରେ ଜାଣିବା। ତା ପୂର୍ବରୁ ଦେଖନ୍ତୁ, ଯେତେବେଳେ ପାନ୍ କାର୍ଡ଼ ଆପଣମାନଙ୍କର ହଜୁଛି, ଦୁଇଟି ଅପସନ୍ ଆପଣମାନଙ୍କ ପାଖରେ ଥାଏ। ଗୋଟିଏ ଗୋଟିଏ ଜାଗାରେ ଜଣେ ଜଣେ ନିଜର ପାନ୍ କାର୍ଡ଼ର ନମ୍ବର ଜାଣିନଥାନ୍ତି, ଯେଉଁଟାକି ନୂଆ ପାନ୍ କାର୍ଡ଼ ବନିଥାନ୍ତି ବା ତାଙ୍କ ପାଖରେ ପାନ୍ କାର୍ଡ଼ ନମ୍ବର ସେ ସଠିକ୍ ଭାବରେ ଜାଣିନାହାନ୍ତି। ତାହେଲେ ସେ କ୍ଷେତ୍ରରେ ଆପଣମାନେ କେମିତି ନିଜର ପାନ୍ କାର୍ଡ଼କୁ ଚେକ୍ କରିବେ ବା ନିଜର ପାନ୍ କାର୍ଡ଼ ନମ୍ବର ପାଇବେ। ଆଉ ଗୋଟେ ଜାଗାରେ ଆପଣମାନଙ୍କର ପାନ୍ କାର୍ଡ଼ ନମ୍ବର ମନେ ଥାଏ, ତ ସେଟା କେମିତି ଆପଣମାନେ ଡାଉନଲୋଡ୍ କରିପାରିବେ, ସେ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଡିଟେଲ୍ସ କହିବି। ଦେଖନ୍ତୁ, ପ୍ରଥମ ଯେଉଁ ପ୍ରୋବ୍ଲେମଟି ମୁଁ ଆପଣମାନଙ୍କୁ କହିଲି, ଯଦି ଆପଣମାନଙ୍କର ପାନ୍ କାର୍ଡ଼ ନମ୍ବର ମନେ ନାହିଁ, ତାହେଲେ କେମିତି ଆପଣମାନେ ପାନ୍ କାର୍ଡ଼ ପାଇବେ? ତା ପାଇଁ ଆପଣମାନେ ଇନକମ୍ ଟ୍ୟାକ୍ସର ଅଫିସିଆଲ ୱେବସାଇଟ୍, ଯେଉଁଟାକି ଇ ଫିଲିଂ ଅଫିସିଆଲ ୱେବସାଇଟ୍‌କୁ ଆସିଲା ପରେ ଏଠି ଆପଣମାନଙ୍କର ଦେଖନ୍ତୁ ବହୁତ ସାରା ଅପସନ୍ ଅଛି, ଯେଉଁଥିରେ ଆପଣମାନେ ନିଜର ଆଧାର କାର୍ଡ଼କୁ ବ୍ୟବହାର କରି ନିଜର ପାନ୍ କାର୍ଡ଼କୁ ଡାଉନଲୋଡ୍ କରିପାରିବେ। ତେଣୁ ଏଠି ଯେଉଁ ଇ ଇନଷ୍ଟାଣ୍ଟ ପାନ୍ କାର୍ଡ଼ ଦେଖନ୍ତୁ ଗୋଟେ ଅପସନ୍ ଦେଖଉଛି, ଏହି ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ତ ଏହି ଅପସନ୍‌ରେ କ୍ଲିକ୍ କଲା ପରେ ଦେଖନ୍ତୁ ଇନକମ୍ ଟ୍ୟାକ୍ସର ଅଫିସିଆଲ ୱେବସାଇଟ୍ ଯେଉଁଟାକି ଓପନ୍ ହେଇଯିବ। ଏବଂ ମନେ ରଖନ୍ତୁ, ଯଦି ଆପଣମାନେ ଆଧାର କାର୍ଡ଼ ବେସିସ୍‌ରେ ପାନ୍ କାର୍ଡ଼ ବନେଇଛନ୍ତି, ତାହେଲେ ଏଠି ଇ ଇନଷ୍ଟାଣ୍ଟ ପାନ୍ କାର୍ଡ଼ ଆପଣମାନଙ୍କର ଯେଉଁଟାକି ଡାଉନଲୋଡ୍ କରିହେବ। ତା ପାଇଁ ଦେଖନ୍ତୁ ତଳକୁ ଆପଣମାନେ ସ୍କ୍ରଲ୍ କରିବେ। ତଳକୁ ସ୍କ୍ରଲ୍ କଲା ପରେ ଏଠି ଗୋଟେ ଅପସନ୍ ରହିଛି, ଚେକ୍ ଷ୍ଟାଟସ୍ ବା ଡାଉନଲୋଡ୍ ଇ ପାନ୍। ତ ଏହି ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଦେଖନ୍ତୁ, ଏଠି ଆପଣମାନଙ୍କର କ'ଣ ରହିଛି ନା ଆଧାର ନମ୍ବର। ଆପଣମାନଙ୍କର ପାନ୍ କାର୍ଡ଼ ସହିତ ଯେଉଁ ଆଧାର ନମ୍ବର ବା ଆଧାର କାର୍ଡ଼ ବେସିସ୍‌ରେ ଯଦି ଆପଣମାନେ ପାନ୍ କାର୍ଡ଼ ବନେଇଥିଲେ, ତାହେଲେ ଏଠି ଆପଣମାନଙ୍କର କ'ଣ ଦେବେ ନା ନିଜର ଆଧାର ନମ୍ବର ଏଣ୍ଟର କରିବେ। ଆଧାର ନମ୍ବର ଏଣ୍ଟର କରିସାରିଲା ପରେ କଣ୍ଟିନ୍ୟୁ ଅପସନ୍‌ରେ କ୍ଲିକ୍ କରିବେ। ତାପରେ ଦେଖନ୍ତୁ, ଆପଣମାନଙ୍କର ଆଧାର ରେଜିଷ୍ଟର ମୋବାଇଲ ନମ୍ବରକୁ ଗୋଟେ ଓଟିପି ଆସିବ। ଯୋଉଟାକି ଦେଖନ୍ତୁ ଆମେ ଓଟିପି ବର୍ତ୍ତମାନ ଦେଇଦେଲୁ। ତାପରେ କଣ୍ଟିନ୍ୟୁ ଅପସନ୍‌ରେ ଯେତେବେଳେ କ୍ଲିକ୍ କରିବେ, ଦେଖନ୍ତୁ ଆପଣମାନଙ୍କର ଯୋଉଟାକି ଏଠି ପାନ୍ କାର୍ଡ଼ର ଡାଉନଲୋଡ୍ ହେଇଯିବ। ତ ଏଠି ଆପଣମାନଙ୍କର ଦେଖନ୍ତୁ, ପାନ୍ କାର୍ଡ଼ ଯଦି ପୂର୍ବରୁ ଆପଣମାନେ ବନେଇଛନ୍ତି, ତ ସେଇ ପାନ୍ କାର୍ଡ଼ର ପିଡିଏଫ୍ ଏଠି ଆପଣମାନଙ୍କର ଦେଖନ୍ତୁ ଡାଉନଲୋଡ୍ ହେଇଯିବ। ଏବଂ ଏଠି ଆପଣମାନେ ଡେଟ୍, ମନ୍ଥ ଏବଂ ଇୟରର ଫର୍ମାଟ୍ ଦେଇ ସେଇ ପାନ୍ କାର୍ଡ଼କୁ ଆପଣମାନେ ଏଠି ଡାଉନଲୋଡ୍ କରିପାରିବେ। ଏଇଟା ଗୋଟେ ପ୍ରୋସେସ୍ ରହିଛି, ଯେଉଁ ପ୍ରୋସେସ୍‌ରେ ଆପଣମାନେ ଯଦି ଇ ଫିଲିଂ ୱେବସାଇଟ୍‌ରେ ପାନ୍ କାର୍ଡ଼ ବନେଇଛନ୍ତି ଏବଂ ସେଇ ପାନ୍ କାର୍ଡ଼ ଆପଣମାନେ ଡାଉନଲୋଡ୍ କରିବା ପାଇଁ ଚାହୁଁଛନ୍ତି, ବିନା ପାନ୍ କାର୍ଡ଼ ନମ୍ବରରେ ଆଧାର କାର୍ଡ଼ ବେସିସ୍‌ରେ ମଧ୍ୟ ଏଠି ଆପଣମାନଙ୍କର ପାନ୍ କାର୍ଡ଼ ଡାଉନଲୋଡ୍ ହେଇଯିବ। ଏଇଟା ଦେଖନ୍ତୁ, ଏଇଟା ଗୋଟେ ପ୍ରୋସେସ୍ ଗଲା, ଯେଉଁ ପ୍ରୋସେସ୍‌ରେ ଆପଣମାନଙ୍କର ଆଧାର କାର୍ଡ଼ ବେସିସ୍‌ରେ ଆପଣମାନେ ନିଜର ପାନ୍ କାର୍ଡ଼ ଡାଉନଲୋଡ୍ କରିପାରିଲେ। ଆଉ ଗୋଟିଏ ଅପସନ୍ ରହିଛି, ଯଦି ଆପଣମାନଙ୍କର ପାନ୍ କାର୍ଡ଼ ନମ୍ବର ଅଛି ଏବଂ ସେଇ ପାନ୍ କାର୍ଡ଼ଟି ଆପଣମାନଙ୍କର ହଜିଯାଇଛି, ତାହେଲେ ସେଇ ପାନ୍ କାର୍ଡ଼ ଆପଣମାନେ କେମିତି ଯୋଉଟାକି ଡାଉନଲୋଡ୍ କରିବେ। ତା ପାଇଁ ଦେଖନ୍ତୁ, ଆମର ପାନ୍ କାର୍ଡ଼ ଆପ୍ଲାଇର ଦୁଇଟି ଅଫିସିଆଲ ୱେବସାଇଟ୍ ରହିଛି। ଗୋଟିଏ ରହିଛି ଏନ୍ଏସ୍‌ଡିଏଲ୍ ଏବଂ ଆଉ ଗୋଟିଏ ହେଉଛି ୟୁଟିଆଇ। ତେଣୁ ଏନ୍ଏସ୍‌ଡିଏଲ୍ ଆପଣମାନଙ୍କର ଯେଉଁ ୱେବସାଇଟ୍‌ଟି ରହିଛି, ତ ଏନ୍ଏସ୍‌ଡିଏଲ୍‌ର ୱେବସାଇଟ୍‌ରେ ଯଦି ଆପଣମାନେ ଏନ୍ଏସ୍‌ଡିଏଲ୍‌ରେ ପାନ୍ କାର୍ଡ଼ ବନେଇଥିବେ, ତାହେଲେ ସେଠି ଆପଣମାନେ ଏନ୍ଏସ୍‌ଡିଏଲ୍ ୱେବସାଇଟ୍‌ରୁ ଆପଣମାନଙ୍କର ଯୋଉଟାକି ପାନ୍ କାର୍ଡ଼ ଡାଉନଲୋଡ୍ କରିପାରିବେ। ଯଦି ୟୁଟିଆଇରେ ଆପଣମାନଙ୍କର ପାନ୍ କାର୍ଡ଼ ବନେଇଥିବେ, ତାହେଲେ ୟୁଟିଆଇରେ ଆପଣମାନଙ୍କର
जोटाकि पान कार्ड डाउनलोड करेंगे तापाई केवल आपण पान कार्ड नंबर आवश्यकता रही। तापाई देखंतु एठी आपण मानकर ऑफिशियल वेबसाइट को आसिला परे तार लिंक मध्ये मु डिस्क्रिप्शन ले देई देबी। एठी गुटे देखंतु रहिछि रिप्रिंट ऑफ पान कार्ड अर्थात आपण मानकर जो पान कार्ड अछि सेटा रिप्रिंट हेई आपण मानको घर को जदि आपण माने आनिबा पई चाहुचंती जोटा कि कार्ड आउ थोर आपण मानको पाखକୁ आसीबो तापाई आपण मानकर 50 टंकार जोटा कि फीस लागि थाए बा जदि आपण माने डाउनलोड करिया पई चाहुचंती ताले डाउनलोड ई पान ले क्लिक करी आपण मानकर पान नंबर आधार नंबर डेट ऑफ बर्थ ଏବଂ ଆପଣମାନଙ୍କର ସବୁ ଡିଟେଲ୍ସ ଦେଇ ଏଠି ଆପଣମାନଙ୍କର ଦେଖନ୍ତୁ କ୍ୟାପଚା କୋଡ୍ ଦେବେ ସବମିଟ୍ କଲା ପରେ ଓଟିପି ଆସିବ ତ ସେଇ ଓଟିପି ମାଧ୍ୟମରେ ଆପଣମାନଙ୍କର ଯୋଉଟାକି ପାନ୍ କାର୍ଡ଼ ଆପଣମାନେ ପାଇଯିବେ ଯୋଉଟାକି ପାନ୍ କାର୍ଡ଼ ଆପଣମାନେ ଡାଉନଲୋଡ୍ କରିପାରିବେ ଯଦି ରିପ୍ରିଣ୍ଟ ଅଫ୍ ପାନ୍ କାର୍ଡ଼ ଆପଣମାନେ କରୁଛନ୍ତି ତାହେଲେ ଏଠି ଆପଣମାନଙ୍କୁ କ'ଣ କରିବା ପାଇଁ ପଡ଼ିବ ନା ଏଠି ଆପଣମାନେ ଯଦି ପାନ୍ କାର୍ଡ଼କୁ ରିପ୍ରିଣ୍ଟ କରିବେ ତାହେଲେ ଏଠି ଆପଣମାନଙ୍କର ପାନ୍ କାର୍ଡ଼ ନମ୍ବର ଦେବେ ଆଧାର ନମ୍ବର ଦେବେ ଡେଟ୍ ଅଫ୍ ବାର୍ଥ ଦେବେ ଡେଟ୍ ଅଫ୍ ବାର୍ଥ ଦେଇ ସାରିଲା ପରେ ଆପଣମାନଙ୍କର ଏଠି ଓଟିପି ମାଧ୍ୟମରେ କେୱାଇସି କମ୍ପ୍ଲିଟ୍ କରିବେ ଯାହାଦ୍ୱାରା କି ଆପଣମାନଙ୍କ ଘରକୁ 50 ଟଙ୍କାର ଆପଣମାନେ ଗୋଟେ ପେମେଣ୍ଟ କଲେ ଆପଣମାନଙ୍କ ଘରକୁ ଯୋଉଟାକି ପାନ୍ କାର୍ଡ଼ ପ୍ରିଣ୍ଟ ହେଇ ଆସିଯିବ ଏଇଟା ମଧ୍ୟ ଆପଣମାନଙ୍କ ପାଇଁ ଗୋଟେ ଅପସନ୍ ରହିଛି ଏହା ସହିତ ଏଇଟା ଗଲା ଆମର ଏନ୍ଏସ୍ଡିଏଲ୍ ତାପରେ ଯଦି ଆପଣମାନେ ୟୁଟିଆଇରେ ପାନ୍ କାର୍ଡ଼ କରିଛନ୍ତି ତାହେଲେ ଆପଣମାନେ ସର୍ଚ୍ଚ କରିଦେବେ ୟୁଟିଆଇ ପାନ୍ ମନେ ରଖନ୍ତୁ ୟୁଟିଆଇ ପାନ୍ ଅପସନ୍ରେ କ୍ଲିକ୍ କଲା ପରେ ୟୁଟିଆଇ ପାନ୍ କାର୍ଡ଼ର ଅଫିସିଆଲ ୱେବସାଇଟ୍ ଆପଣମାନଙ୍କର ଓପନ୍ ହେଇଯିବ ତେଣୁ ଏହି ୱେବସାଇଟ୍ରେ ଆପଣମାନେ ନିଜର ପାନ୍ କାର୍ଡ଼କୁ ଯୋଉଟାକି ଡାଉନଲୋଡ୍ କରିପାରିବେ ଏବଂ ରିପ୍ରିଣ୍ଟ ମଧ୍ୟ କରିପାରିବେ ତା ପାଇଁ ଦେଖନ୍ତୁ ତଳକୁ ଆପଣମାନେ ସ୍କ୍ରଲ୍ କରିବେ ତଳକୁ ସ୍କ୍ରଲ୍ କଲା ପରେ ଏଠି ଗୋଟେ ଅପସନ୍ ରହିଛି ପାନ୍ କାର୍ଡ଼ ସର୍ଭିସେସ୍ ତ ସେଇ ପାନ୍ କାର୍ଡ଼ ସର୍ଭିସେସ୍ ଅପସନ୍ରେ କ୍ଲିକ୍ କରିଦେଲେ ଯେତେବେଳେ ପାନ୍ କାର୍ଡ଼ ସର୍ଭିସେସ୍ ଅପସନ୍ରେ କ୍ଲିକ୍ କରୁଛନ୍ତି ଏଠି ଆପଣମାନଙ୍କର ଦେଖନ୍ତୁ ଗୋଟିଏ ଅପସନ୍ ରହିଛି ଡାଉନଲୋଡ୍ ଇ ପାନ୍ ଆପଣମାନଙ୍କର ରିପ୍ରିଣ୍ଟ ପାନ୍ କାର୍ଡ଼ ତ ଯଦି ଆପଣମାନେ ଡାଉନଲୋଡ୍ ଇ ପାନ୍ ଅପସନ୍ରେ କ୍ଲିକ୍ କରିବେ ଏଠି ଆପଣମାନଙ୍କର ଯୋଉଟାକି ପିଡିଏଫ୍ ଟି ଡାଉନଲୋଡ୍ ହବ ଯଦି ରିପ୍ରିଣ୍ଟ ପାନ୍ କାର୍ଡ଼ ଆପଣମାନେ କରୁଛନ୍ତି ତାହେଲେ ଆପଣମାନଙ୍କ ଘରକୁ ପାନ୍ କାର୍ଡ଼ ଯୋଉଟାକି ଆସିବ ତେଣୁ ଦୁଇଟା ଅପସନ୍ ମୁଁ ଆପଣମାନଙ୍କୁ ଦେଖାଉଛି ଦେଖନ୍ତୁ ଏଠି ରହିଛି ପାନ୍ କାର୍ଡ଼ ଯଦି ଅନଲାଇନ୍ରେ ଆପଣମାନେ ଡାଉନଲୋଡ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଠି ଆପଣମାନଙ୍କର ପାନ୍ କାର୍ଡ଼ ନମ୍ବର କ୍ୟାପଚା କୋଡ୍ ଦେଇ ସବମିଟ୍ ଅପସନ୍ରେ କ୍ଲିକ୍ କରିବେ ଦେଖନ୍ତୁ ମୁଁ ଏଠି ଆପଣମାନଙ୍କର କରୁଛି କରିସାରିଲା ପରେ କ'ଣ କ'ଣ ଡିଟେଲ୍ସ ଆମକୁ ମାଗୁଛି ଯୋଉଟାକି ଆପଣମାନେ ମଧ୍ୟ ସେଇ ବେସିସ୍ରେ କରିପାରିବେ ତ ଦେଖନ୍ତୁ ଏଠି ଆପଣମାନଙ୍କର ଗୋଟେ ବେଷ୍ଟ ଅପସନ୍ ଯୋଉଟାକି ରହିଛି ଯେତେବେଳେ ଆପଣମାନେ ପାନ୍ କାର୍ଡ଼ ଡିଟେଲ୍ସ ଦଉଛନ୍ତି ଆପଣମାନେ ଜାଣିନାହାନ୍ତି ଯେ ଆପଣମାନଙ୍କର ଏନ୍ଏସ୍ଡିଏଲ୍ରେ ହେଇଛି ବା ୟୁଟିଆଇରେ ଅଛି ଏଠି କ୍ଲିୟରଲି ମେନସନ୍ କରାଯାଉଛି ଦେଖନ୍ତୁ ଆମର ଯେଉଁ ପାନ୍ କାର୍ଡ଼ଟି ହେଇଥିଲା ସେଟା ଏନ୍ଏସ୍ଡିଏଲ୍ ପୋର୍ଟାଲରେ ହେଇଥିଲା ତେଣୁ ଆମକୁ ଯେଉଁ ଡାଉନଲୋଡ୍ କରିବା ପାଇଁ ପଡ଼ିବ ସେଟା ମଧ୍ୟ ଏନ୍ଏସ୍ଡିଏଲ୍ ପାନ୍ ୱେବସାଇଟ୍ରେ ଡାଉନଲୋଡ୍ କରିବା ପାଇଁ ପଡ଼ିବ ତେଣୁ ଦେଖନ୍ତୁ ଏଇ ପ୍ରୋସେସ୍ ଆପଣମାନେ ଫଲୋ କଲେ ଇଜିଲି ଆପଣମାନଙ୍କର ପାନ୍ କାର୍ଡ଼ ଯୋଉଟାକି ରିପ୍ରିଣ୍ଟ ହେଇ ଆସିପାରିବ ତେଣୁ ଏଠି ମଧ୍ୟ ମୁଁ ଆପଣମାନଙ୍କୁ ଗୋଟେ ଡେମୋ ମଧ୍ୟ ଦେଖେଇ ଦଉଛି ଯୋଉଟାକି ପାନ୍ କାର୍ଡ଼ ନମ୍ବର ଆଧାର ନମ୍ବର ଡେଟ୍ ଅଫ୍ ବାର୍ଥ ଦେଇ ଆପଣମାନଙ୍କର ଏଠି ଲଗ୍ଇନ୍ କଲା ପରେ ଦେଖନ୍ତୁ ଡିଟେଲ ଆପଣମାନଙ୍କର ସବମିଟ୍ କଲା ପରେ ଏଠି ଆପଣମାନଙ୍କର ପାନ୍ କାର୍ଡ଼ ନମ୍ବର ମୋବାଇଲ ନମ୍ବର ଇମେଲ ଆଇଡି ସବୁ କିଛି ଡିଟେଲ୍ସ ଯୋଉଟାକି ଅଟୋମେଟିକ୍ ଆସିଯିବ ତାପରେ ଦେଖନ୍ତୁ ଆପଣମାନଙ୍କର ଏଠି ଗୋଟେ ଓଟିପି ଦେବା ପାଇଁ କହିବ ଯୋଉଟାକି ଆପଣମାନେ ଇମେଲ ଥ୍ରୁରେ ଓଟିପି ଦେଇପାରିବେ ନହେଲେ ମୋବାଇଲ ନମ୍ବର ଥ୍ରୁରେ ଓଟିପି ଦେଇ ଆପଣମାନେ ଏଠି କ'ଣ କରିବେ ନା ଜେନେରେଟ୍ ଓଟିପି ଅପସନ୍ରେ କ୍ଲିକ୍ କରିଦେବେ ଯେତେବେଳେ ଜେନେରେଟ୍ ଓଟିପି ଅପସନ୍ରେ କ୍ଲିକ୍ କରିବେ ଆପଣମାନଙ୍କର ଯୋଉଟାକି ପାନ୍ କାର୍ଡ଼ ସହିତ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ୍ ଅଛି ସେଇ ମୋବାଇଲ ନମ୍ବରକୁ ଆପଣମାନଙ୍କର ଗୋଟେ ଓଟିପି ଆସିବ ଏଠି ଆପଣମାନେ ମୋବାଇଲ ନମ୍ବର ବି କରିପାରିବେ ନହେଲେ ଆପଣମାନଙ୍କର ଯୋଉଟାକି ଇମେଲ ଆଇଡି ମାଧ୍ୟମରେ ମଧ୍ୟ କରିପାରିବେ ତ ଏଠି ମୋବାଇଲ ନମ୍ବର ଭାବରେ ମୁଁ କରିଦେଉଛି ତାପରେ ଭ୍ୟାଲିଡେଟ୍ ଅପସନ୍ରେ କ୍ଲିକ୍ କରିଦେଲି ଦେଖନ୍ତୁ ଯେତେବେଳେ ଭ୍ୟାଲିଡେଟ୍ ଅପସନ୍ରେ କ୍ଲିକ୍ କରିଦେଉଛି ଏଠି ଆପଣମାନଙ୍କର ଯୋଉଟାକି ପେମେଣ୍ଟ କରିବା ପାଇଁ ପଡ଼ିବ ପେମେଣ୍ଟ ଅପସନ୍ ଆପଣମାନଙ୍କର କ'ଣ ରହିଛି ଅନଲାଇନ୍ ପେମେଣ୍ଟ କରିପାରିବେ ନହେଲେ ଆପଣମାନଙ୍କର 50 ଟଙ୍କା ଯେଉଁ ଚାର୍ଜେସ୍ ରହିବ ତ ସେଇ ଚାର୍ଜେସ୍ ଏଠି ଆପଣମାନଙ୍କୁ ଦେବା ପାଇଁ ପଡ଼ିବ ତେଣୁ ଦେଖନ୍ତୁ ଏଠି ପାନ୍ କାର୍ଡ଼ ଆପଣମାନେ ଦୁଇଟା ଉପାୟରେ କରିପାରିବେ ଗୋଟିଏ ଯଦି ଇ ପାନ୍ କାର୍ଡ଼ ଆପଣମାନେ ଡାଉନଲୋଡ୍ କରୁଛନ୍ତି ଏଇଟା ଆପଣମାନଙ୍କର 8 ଟଙ୍କା 26 ପଇସା ଲାଗିବ କିନ୍ତୁ ଯଦି ଆପଣମାନେ ଫିଜିକାଲ ପାନ୍ କାର୍ଡ଼ ଏଠି ପାଉଛନ୍ତି ତାହେଲେ ଫିଜିକାଲ ପାନ୍ କାର୍ଡ଼ ପାଇବା ପାଇଁ 50 ଟଙ୍କା ଏଠି ଆପଣମାନଙ୍କୁ ପେମେଣ୍ଟ କରିବା ପାଇଁ ପଡ଼ିବ ଯୋଉଟାକି ଆପଣମାନେ ୟୁପିଆଇ ଥ୍ରୁରେ ମଧ୍ୟ କରିପାରିବେ ତ ଏଠି ୟୁପିଆଇ ଅପସନ୍ରେ ମୁଁ କ୍ଲିକ୍ କରିଦେଲି କ୍ଲିକ୍ କଲା ପରେ ପ୍ରୋସିଡ୍ ଟୁ ପେମେଣ୍ଟ ଅପସନ୍ରେ କ୍ଲିକ୍ କରିବେ ତାପରେ ଦେଖନ୍ତୁ ଏଠି ପୁରା ଡିଟେଲ୍ସ ଆପଣମାନଙ୍କୁ ଦେଖେଇବ କନଫର୍ମ ପେମେଣ୍ଟ ଅପସନ୍ରେ କ୍ଲିକ୍ କରିବେ କନଫର୍ମ ପେମେଣ୍ଟ ଅପସନ୍ରେ କ୍ଲିକ୍ କଲା ପରେ ପେଟିଏମ୍ରୁ ଆପଣମାନେ 50 ଟଙ୍କା ପେମେଣ୍ଟ କରିଦେବେ ଯୋଉଟାକି ଆପଣମାନଙ୍କର ପାନ୍ କାର୍ଡ଼ ଆପଣମାନଙ୍କ ଘରକୁ କାର୍ଡ଼ ମାଧ୍ୟମରେ ଆସିଯିବ ତେଣୁ ଏହା ଥିଲା ପାନ୍ କାର୍ଡ଼ ଯଦି ହଜିଯାଇଛି ବା ଆପଣମାନଙ୍କର ଭାଙ୍ଗି ଯାଇଛି ଆପଣମାନେ ରିପ୍ରିଣ୍ଟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ପ୍ରୋସେସ୍ରେ ଆପଣମାନେ ନିଜର ପାନ୍ କାର୍ଡ଼ ଯୋଉଟାକି ଡାଉନଲୋଡ୍ କରିପାରିବେ ପ୍ରିଣ୍ଟ ମଧ୍ୟ କରିପାରିବେ ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ এই ভিডিওটি ବହୁତ ମାତ୍ରାରେ ସେୟାର କରିବେ ଧନ୍ୟବାଦ।